ମଙ୍ଗଳ ଚଳନ ହେବେ ଜୁନ୍ 7ରୁ ଜୁଲାଇ 28 ସିଂହ ରାଶିକୁ। ବିଶ୍ୱାସୀ ଭାଇମାନଙ୍କର କ'ଣ ଫଳ ଆସିବ? 17/8, 18/8, 16/8, 16, 17, 18 କ'ଣ ଫଳ ରହିବ ଦେଖିବା। ନା ମଙ୍ଗଳ ହେଲେ ଦଶମ, ଅତି ଶୁଭ ଫଳ ପାଇବେ। ବଡ଼ ବଡ଼ ଲୋକଙ୍କ ସମ୍ପର୍କ ଭଲ ରହିବ, ଭଲ କାମ କରିବେ। ଯେଉଁମାନେ ସବୁ ମିଲିଟାରୀ ଅଛନ୍ତି, ଆମର ପୁଲିସ ବିଭାଗ ଅଛନ୍ତି, ନାଭାଲ ଅଛନ୍ତି, ଆଉ ବର୍ତ୍ତମାନକୁ ଆମର କମ୍ପ୍ୟୁଟର ବିଭାଗରେ ଅଛନ୍ତି, ଅଗ୍ନିଶମ ବାହିନୀରେ କାମ କରୁଛନ୍ତି, ସେମାନଙ୍କର ବହୁତ ନାମ ଯଶ ଏ ପିରିୟଡ଼ରେ ଆସୁଛି। ବହୁତ ଭଲ ରହିବ ପରିବେଶ ଏବଂ ମଙ୍ଗଳ ସେମାନେ ବହୁତ ସାହାଯ୍ୟ କରିବେ। ମଙ୍ଗଳର ଦଶମରେ ନିଶ୍ଚୟ ଶୁଭ ଫଳ ଦେଉଛନ୍ତି। ଦେଖିବା ଦୃଷ୍ଟିଫଳ, ଚତୁର୍ଥ ଦୃଷ୍ଟି ଲଗ୍ନ ସ୍ଥାନ ବିଛା ରାଶିକୁ। ଶରୀର ସୁଖ, ଯଦି ରକ୍ତଗତ କିଛି ରୋଗ ଥିଲା ଶରୀରରେ ସେ ତୁଟିବ, ରକ୍ତ ସମସ୍ୟା ଭଲ ରହିବ। ସପ୍ତମ ଦୃଷ୍ଟି ଚତୁର୍ଥ ସ୍ଥାନ ଶନି କ୍ଷେତ୍ର କୁମ୍ଭ ରାଶିକୁ। ଟିକେ ଗୃହରେ କଳହ ଲାଗିବ, ଜାଗା ଜମିରେ ଟିକେ ପାଲା ହୋଇପାରେ, ଗାଡ଼ି ଟିକେ ହଜିଯିବ କି ଚୋରି ହେଇଯିବ, ଟିକେ ଗାଡ଼ି ମଟର ପ୍ରତି ହୁସିଆର, ମୋବାଇଲ ଗାଡ଼ି ଏସବୁ ଚୋରି ଚାରି ହେଇପାରେ, ଏସବୁ ଟିକେ ହୁସିଆର ରହିବେ। କିମ୍ବା ଗୋଟେ ଆମର ବାଟରେ ଗାଡ଼ି ନେଇକି ଯାଉଛନ୍ତି, ବାଟରେ ଗାଡ଼ିଟା ଖରାପ ହେଇଗଲା, 2 କିଲୋମିଟର ଚାଲିବାକୁ ପଡ଼ିବ, ଟିକେ ଗାଡ଼ି ଯୋଗୁଁ ବାଧା ଟିକେ ପାଇବେ। ଅଷ୍ଟମ ଦୃଷ୍ଟି ପଞ୍ଚମ ସ୍ଥାନ ଗୁରୁକ୍ଷେତ୍ରକୁ। ବିଦ୍ୟାରେ ବୃଦ୍ଧି ହେବ, ଜ୍ଞାନ ବହୁତ ଜ୍ଞାନ ଅଧ୍ୟୟନ କରିବେ ବା ଜ୍ଞାନ ପାଇବେ, ସମ୍ମାନ ବହୁତ ପାଇବେ, ବଡ଼ ଆୱାର୍ଡ଼ ଫାୱାର୍ଡ଼ ସବୁ ପାଇପାରନ୍ତି। ଏ 11 ମାସ ଭିତରେ ବିଶ୍ୱାସ ଭଲ ଅଛି। 70% ଫଳ ମଙ୍ଗଳ ଶୁଭ ଫଳ ଦେଉଛନ୍ତି। ଫେର ଦେଖିବା ପରବର୍ତ୍ତୀ।